ନମସ୍କାର। ଆଜି ବୁଧବାର ମାର୍ଚ୍ଚ 11 ତାରିଖର ଶୁଣିବା ରାଶିଫଳ। ମେଷ, ଆଜି ଅଷ୍ଟମ ଚନ୍ଦ୍ର ଯୋଗୁଁ ମନ ଚଞ୍ଚଳ ରହିବ, କିନ୍ତୁ ଅର୍ଥ ପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ ସୌଭାଗ୍ୟ ସଙ୍ଗକୁ ଯାତ୍ରା ବାଣିଜ୍ୟ ମନ୍ଦ ହେବ ନାହିଁ। ଏକ ଭିନ୍ନ ପରିବେଶରେ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ, କିନ୍ତୁ ଖଳ ଲୋକଙ୍କ ଅପ୍ରଚାର କ୍ରମେ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି। ବୃଷ, ଉଚ୍ଚାରୋହୀ ଶୁକ୍ର ହେତୁ ଦୈହିକ ସୁସ୍ଥତା ସହ ପୂର୍ବରୁ ଯୋଗାଯୋଗ ରଖିଥିବା ଆତ୍ମୀୟଙ୍କ ନିକଟରୁ ଅର୍ଥ ଲାଭ କରିବେ। ଶନିଙ୍କ କୁଦୃଷ୍ଟିରୁ ଜଣେ ବନ୍ଧୁଙ୍କ ପ୍ରଲୋଚନରେ ଅପରିଚିତଙ୍କ ସହ ମିତ୍ରତା କରିବାକୁ ମନ ବଳାଇବ। କର୍ମକ୍ଷେତ୍ରରେ ଗୁଡ଼େଇ କଥା ହାତକୁ ନେଇ ବ୍ୟସ୍ତ ହେବେ। କଚେରୀ ମାମଲାର ଶୁଣାଣି ଦୁଶ୍ଚିନ୍ତାର କାରଣ ହୋଇପାରେ। ମିଥୁନ, ମୃଗଶିରା ନକ୍ଷତ୍ରର ଅବସ୍ଥା ଚକ୍ରରେ ପଡ଼ି ହାତରୁ ଖାଇ ଘୋଡ଼ା ପଛରେ ଧାଇଁଲା ପରି ପରିସ୍ଥିତି ସୃଷ୍ଟି ହେବ। ଆଜି ଲକ୍ଷ୍ୟ ହାସଲ ସହ ବନ୍ଧୁ ସମ୍ପର୍କ ସ୍ଥାପିତ ହେବ। ସକାଳୁ ବଳକା କାମକୁ ଶେଷ କରିବା ସକାଶେ ବ୍ୟସ୍ତ ହୋଇପାରନ୍ତି। ପକ୍ଷପାତିତାକୁ କେନ୍ଦ୍ର କରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡ଼େଇ ହେବ ନାହିଁ। କର୍କଟ, ସ୍ୱାସ୍ଥ୍ୟରେ ଉନ୍ନତି ସହ କର୍ମକ୍ଷେତ୍ରରେ ଅର୍ଥ, ସମ୍ମାନ ଓ ଗୌରବ ଲାଭର ସୁଯୋଗ ପାଇବେ। ପାରିବାରିକ ସମସ୍ୟା ପୂର୍ବାବସ୍ଥାକୁ ବଜାୟ ରଖିଲେ ମଧ୍ୟ ମାନସିକ ସ୍ତରରେ ଠିକ୍ ରହିବେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ପାଇପାରିବେ। ଆନୁଷ୍ଠାନିକ କାମ, ପ୍ରଶାସନିକ କ୍ଷେତ୍ର ତଥା ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ସିଂହ, ଚନ୍ଦ୍ରଙ୍କ ଦୁର୍ବଳ ଅବସ୍ଥିତି ଆପଣଙ୍କୁ ମାନସିକ ଅସ୍ଥିରତା ମଧ୍ୟରେ ବାନ୍ଧି ରଖିପାରେ। ପ୍ରତିଯୋଗିତା ପ୍ରତିଦ୍ୱନ୍ଦ୍ୱିତା କଚେରୀ ମାମଲା କ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଉତ୍ପନ୍ନ କରିବ। ଶତ୍ରୁମାନେ ପାଖ ମାଡ଼ିବାକୁ ସାହସ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବା ସକାଶେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। କନ୍ୟା, ଭଲ ସମ୍ପର୍କ ନଥିବା ନୀଚ ଜାତିର ଲୋକଟି କାମକୁ ବିଗାଡ଼ି ଦେବେ। ଉଚ୍ଚସ୍ଥ ଶୁକ୍ର ହେତୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିମାନେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିବେ। ପାରିବାରିକ ସ୍ଥିତି, ବ୍ୟବସାୟ ବାଣିଜ୍ୟ ପୂର୍ବଭଳି ଅକ୍ଷୁଣ୍ଣ ରହିବ। ତୁଳା, ଆଜି ଆର୍ଥିକ ଦିଗରୁ ଲାଭବାନ ହେବା ସହ ଜମିଜମା ବିବାଦର ଅବସାନ ଘଟିବ। ପରିବାରରେ ଅସ୍ଥିରତା, ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, ଚୁକ୍ତିରେ ଉଲ୍ଲଂଘନ ମାନସିକ ଅଶାନ୍ତି ସୃଷ୍ଟି କରିବ। ଚିତ୍ରା ନକ୍ଷତ୍ର କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ପରିସ୍ଥିତିକୁ ସମ୍ଭାଳି ନେବେ। ପ୍ରବଚନ ସତ୍ସଙ୍ଗରେ ପ୍ରଶଂସିତ ହେବେ। ବିଛା, ଆଜି ଯେଉଁ କାମରେ ହାତ ଦେବେ ତାହା ସମ୍ପନ୍ନ ନ ହୋଇ ରହିବ ନାହିଁ। ଅନୁରାଧା ନକ୍ଷତ୍ର ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ କରିବେ। ଶିଳ୍ପ ବାଣିଜ୍ୟ ଓ ପରିବହନ ପ୍ରାୟତଃ ଭଲ ରହିବା ହେତୁ ସାମୟିକ ଦୁଃଖ ଲାଭ ହେବ। ପରିବାରର ପୁରୁଣା କଥାକୁ ସ୍ମରଣ କରି ଦୁଃଖରେ ରହିବାକୁ ବାଧ୍ୟ ହେବେ। ଧନୁ, ଆଜିର ଚନ୍ଦ୍ର ଆପଣଙ୍କୁ ଧାର୍ମିକ ମନୋବୃତ୍ତି ସମ୍ପନ୍ନ କରାଇବା ସହ ସମସ୍ୟା ଭିତରକୁ ଟାଣି ନେବେ। ଭଲ ସମ୍ପର୍କ ରହିଥିବା ସହକର୍ମୀଟି ଭୁଲ ବୁଝାମଣା କାରଣରୁ ମୁହଁ ଫେରାଇ ନେବେ। ପ୍ରଶାସନ, ଗବେଷଣା, ସାହିତ୍ୟ, ସାମ୍ବାଦିକତା, ରଚନାତ୍ମକ କାମରେ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ବିରକ୍ତ ହେବେ। ମକର, ଆଜିର କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ।
ଶ୍ରବଣା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ କାମ ସୁବିଧାରେ ହୋଇଯିବ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି। ନିଜର ଆତ୍ମୀୟ ସ୍ୱଜନଙ୍କ ସହଚର୍ଯ୍ୟା ନେଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କୁମ୍ଭ, ପୂର୍ବର କଳହକୁ କେନ୍ଦ୍ର କରି ଆତ୍ମୀୟ ସ୍ୱଜନମାନେ ଦୂରେଇ ଯାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବାର ଆଶା ରହିଛି। ବସନ, ଭୂଷଣ ପ୍ରଭୃତି ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ଝଡ଼ ଉଠିପାରେ। ସ୍ୱାସ୍ଥ୍ୟ ପ୍ରାୟତଃ ନିୟନ୍ତ୍ରଣ ମଧ୍ୟରେ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ। ମୀନ, ନିଜର ଲକ୍ଷ୍ୟ ସାଧନ ପରିପ୍ରେକ୍ଷୀରେ ବିଶେଷ ଭାବରେ ଦୁଇ ଜଣ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ରେବତୀ ନକ୍ଷତ୍ରର ଆର୍ଥିକ ଦୁରବସ୍ଥା ଲାଗି ରହିଲେ ମଧ୍ୟ କାମ ଅଟକିବ ନାହିଁ। ସଭା ସମିତି, ରାଜନୀତି, ମାଲି ମକଦ୍ଦମା ତଥା ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ। ନମସ୍କାର, ଜୟ ଜଗନ୍ନାଥ।